ଦେଉଛି। ଲୋକମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ପର୍ଯ୍ୟାୟକ୍ରମେ ନୂତନ ଭେଷଜ ଓ ଡେଣ୍ଟାଲ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ମୁଁ ଏଠାରେ କହି ରଖିବା ପାଇଁ ଚାହେଁ ଯେ ଅନେକ ସମୟରେ ବିଭିନ୍ନ ଜିଲ୍ଲାରୁ ବିଭିନ୍ନ ପ୍ରକାରର ଦାବି ମଧ୍ୟ ଜିଲ୍ଲାରେ ମେଡିକାଲ କଲେଜ ଏବଂ ହସ୍ପିଟାଲ ମାନ ପ୍ରସ୍ତାବ ଆସିଥାଏ। ବିଶେଷ କରିକି ଭଦ୍ରକ ସମେତ କେତେକ ଜିଲ୍ଲାରୁ ନୂତନ ମେଡିକାଲ କଲେଜ ସ୍ଥାପନ ପାଇଁ ପ୍ରସ୍ତାବମାନ ଆସିଛି। ଏ ବିଷୟରେ ଶୀଘ୍ର ନିଷ୍ପତ୍ତି ନିଆଯିବ। ଆଉ ସେଥିପାଇଁ ମଧ୍ୟ ଏକ କମିଟି ଉଚ୍ଚସ୍ତରୀୟ ଗଠନ କରାଯାଇଛି ଏବଂ ସେ କମିଟିର ରିପୋର୍ଟ 1 ମାସ ଭିତରେ ଆସିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। 1 ମାସ ଭିତରେ ପ୍ରସ୍ତାବ ଆସିଲା ପରେ ଯେଉଁ ରିପୋର୍ଟ ଆସିବ ସେହି ଆଧାରରେ ଆବଶ୍ୟକତା ଥିବା ପର୍ଯ୍ୟାୟକ୍ରମେ ସେହି ଜିଲ୍ଲାମାନଙ୍କରେ ମେଡିକାଲ କଲେଜ ଏବଂ ହସ୍ପିଟାଲ ଏବଂ ଡେଣ୍ଟାଲ କଲେଜ ପ୍ରତିଷ୍ଠା କରାଯିବ। ନିରାମୟ ଯୋଜନା ମାଧ୍ୟମରେ ରୋଗୀମାନଙ୍କୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ଔଷଧ ଯୋଗାଇ ଦେଇ ସେମାନଙ୍କର ଆର୍ଥିକ ବୋଝକୁ ଲାଘବ କରାଯାଇପାରିବ। ମୁଁ 1140 କୋଟି ଟଙ୍କାର ପ୍ରସ୍ତାବ ଦେଉଛି, ଯେଉଁଥିରେ ମେଡିକାଲ କଲେଜ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପାଇଁ 200 କୋଟି ଟଙ୍କାର କର୍ପସ ପାଣ୍ଠି ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ନିଦାନ ଯୋଜନା ଅଧୀନରେ ଉପକେନ୍ଦ୍ର ଠାରୁ ମେଡିକାଲ କଲେଜ ଏବଂ ହସ୍ପିଟାଲ ପର୍ଯ୍ୟନ୍ତ ସମସ୍ତ ସାର୍ବଜନୀନ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ ବର୍ଗର ରୋଗୀଙ୍କୁ ସମସ୍ତ ପ୍ରକାରର ଜରୁରୀ ଡାୟଗ୍ନୋଷ୍ଟିକ୍ ଓ ଡାୟାଲିସିସ୍ ସେବାର ମାଗଣାରେ ଯୋଗାଇ ଦିଆଯାଇଥାଏ। ମୁଁ ଏହି ଯୋଜନା ଅଧୀନରେ 229 କୋଟି ଟଙ୍କାର ପ୍ରସ୍ତାବ ଦେଉଛି। ସାରା ରାଜ୍ୟରେ ଦୁର୍ଘଟଣା, ଅଗ୍ନିକାଣ୍ଡ, ପ୍ରାକୃତିକ ବିପର୍ଯ୍ୟୟ, ଗର୍ଭାବସ୍ଥା କିମ୍ବା ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ପ୍ରଦାନ କରିବା ପାଇଁ ଜରୁରୀକାଳୀନ ମେଡିକାଲ ଆମ୍ବୁଲାନ୍ସ ସେବା ଯୋଜନା ଅଧୀନରେ 222 କୋଟି ଟଙ୍କାର ପ୍ରସ୍ତାବ ଦେଉଛି। ଏବଂ ତାହା ସହିତ ମଧ୍ୟ ମୁଁ ଆଉ ଏକ ପ୍ରସ୍ତାବ ଦେଉଛି, ଯେଉଁଥିରେ କି ଏହି ପବିତ୍ର ଗୃହକୁ ଜଣାଇ ଦେବାକୁ ଚାହେଁ ଯେ ଶବବାହକ ଯାନ ମହାପ୍ରୟାଣ ଏ ବ୍ୟବସ୍ଥାକୁ ଆହୁରି ସୁସଂଗଠିତ କରିବା ପାଇଁ ଏକ ହେଲ୍ପଲାଇନ୍ ଆରମ୍ଭ କରାଯିବ, ଯାହାକି 109 ଏହି ଆଧାରରେ କରାଯିବ ଏବଂ ଯେଉଁଠି ଯେତେବେଳେ ଗୋଟିଏ ରୋଗୀ ତାର ଯେତେବେଳେ ଦେହାନ୍ତ ହେଇଯିବ ତୁରନ୍ତ ଯେତେବେଳେ ହେଲ୍ପଲାଇନ୍ 109ରେ କଲ୍ କରାଯିବ ତୁରନ୍ତ ସେଠି ଏହି ଆମର ମହାପ୍ରୟାଣ ଗାଡ଼ି ପହଞ୍ଚିଯିବ ଏବଂ ତାଙ୍କ ଘରକୁ ମଧ୍ୟ ପହଞ୍ଚା ଯାଇପାରିବ। ଏହା ବ୍ୟତୀତ କମ୍ପ୍ରେହେନ୍ସିଭ୍ କ୍ୟାନ୍ସର କେୟାର ପ୍ଲାନ୍ ଅଧୀନରେ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ କରି କର୍କଟ ରୋଗର ପ୍ରାରମ୍ଭିକ ଚିହ୍ନଟ ଏବଂ କର୍କଟ ଚିକିତ୍ସା ସେବା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରହିଛି। 2025-26 ପାଇଁ ଏହି ଯୋଜନା ଅଧୀନରେ 211 କୋଟି ଟଙ୍କା ଯୋଗାଇ ଦିଆଯାଇଛି। ଏହା ବ୍ୟତୀତ ସ୍ୱାସ୍ଥ୍ୟ ସହାୟ ଯୋଜନାରେ ସଂକ୍ରାମକ ଏବଂ ଅଣସଂକ୍ରାମକ ରୋଗ ହ୍ରାସ କରିବା, ଲଜିଷ୍ଟିକ୍ ପରିଚାଳନା, ତାଲିମ ଏବଂ ଗବେଷଣା, ଓପିଡି, ଜନସ୍ୱାସ୍ଥ୍ୟ ପରୀକ୍ଷାଗାର ଏବଂ ଷ୍ଟେମ୍ ସେଲ୍ ପରୀକ୍ଷାଗାର ଏବଂ ଅନ୍ୟାନ୍ୟ ସହାୟକ ସେବାକୁ ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରହିଛି। ମୁଁ ଏହି ଯୋଜନା ଅଧୀନରେ 270 କୋଟି ଟଙ୍କା ଆବଣ୍ଟନ ପ୍ରସ୍ତାବ କରୁଛି। ଦୁର୍ଗମ ଅଞ୍ଚଳରେ ଥିବା ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ସୁବିଧା ଯୋଗାଇବା ପାଇଁ ପିପିପି ମୋଡରେ ମୋବାଇଲ ସ୍ୱାସ୍ଥ୍ୟ ୟୁନିଟ୍ କାର୍ଯ୍ୟକ୍ରମ କରାଯାଉଛି। ଏହି ଯୋଜନା ଅଧୀନରେ 26 କୋଟି ଟଙ୍କାର ପ୍ରସ୍ତାବ ରହିଛି। ଏହା ବ୍ୟତୀତ ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଗୁଡ଼ିକରେ ଆନୁଷଙ୍ଗିକ ସେବା ସୁଦୃଢ଼ କରି ସୁସ୍ଥ ଏବଂ ପରିଷ୍କାର ହସ୍ପିଟାଲ ସୁନିଶ୍ଚିତ କରିବା ପାଇଁ ନିର୍ମଳ ଯୋଜନା ଅଧୀନରେ 997 କୋଟି ଟଙ୍କାର ପ୍ରସ୍ତାବ ରହିଛି। ଖୁସି ଯୋଜନା ଅଧୀନରେ ଋତୁସ୍ରାବ ପରିଚ୍ଛନ୍ନତା ଏବଂ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ମୁଁ 130 କୋଟି ଟଙ୍କାର ପ୍ରସ୍ତାବ ଦେଉଛି। ଏହା ବ୍ୟତୀତ ସମସ୍ତ ଟର୍ସିଆରୀ ଏବଂ ପ୍ରାଇମେରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ରହି ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ମୁଁ 96 କୋଟି ଟଙ୍କାର ପ୍ରସ୍ତାବ ଦେଉଛି। ସୁରକ୍ଷିତ ଏବଂ କମ୍ ଖର୍ଚ୍ଚରେ ଜୈବ ଚିକିତ୍ସା ବର୍ଜ୍ୟବସ୍ତୁ ନିଷ୍କାସନ ସୁନିଶ୍ଚିତ କରିବା ପାଇଁ ମୁଁ ଜୈବ ଚିକିତ୍ସା ବର୍ଜ୍ୟବସ୍ତୁ ପରିଚାଳନା ଯୋଜନା ନିମିତ୍ତ 364 କୋଟି ଟଙ୍କାର ପ୍ରସ୍ତାବ ଦେଉଛି, ଯାହାଦ୍ୱାରା ଲଜିଷ୍ଟିକ୍ ଉପକରଣ ଏବଂ ଉପଭୋଗ୍ୟ ସାମଗ୍ରୀର ସମୟୋଚିତ କ୍ରୟ, କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଏବଂ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକଳାପ ଉପରେ ଧ୍ୟାନ ଦିଆଯିବ। ପରୀକ୍ଷଣ କ୍ଷମତାକୁ ସୁଦୃଢ଼ କରିବା ପାଇଁ ଆମେ ପୁରୀରେ ଏକ ଖାଦ୍ୟ ପରୀକ୍ଷାଗାର ପ୍ରତିଷ୍ଠା କରିବାକୁ ଯାଉଛୁ।
स्वास्थ्य सेवा अंशीदार मान मध्य एक समन्वित डिजिटाल स्वास्थ्य भित्तिभूमि विकसित करने आयुष्मान भारत डिजिटाल मिशन अधीन मु 100 कोटी टंकार प्रस्ताव दूसरी जहाद्वारा स्वास्थ्य सेवा पर्यवेक्षण को सुदृढ़ कर स्वास्थ्य सेवा निरीक्षण को सुदृढ़ अंडरटेकिंग लिखवाया जा रहा है, क्या ये सच है? हाँ, ये सच है। क्या लिखवाया जा रहा है? दे आर आस्क्ड टू राइट कि उन लोग कोई इनडिसिप्लिनरी एक्शंस या कोई भी चीज के लिए ये लोग कभी फर्दर इन्वॉल्व नहीं होंगे। ये चीज के लिए उन लोग को एक पेटिशन साइन करवा रहा है ताकि वो लोग कभी और कोई भी ये प्रोटेस्ट रिलेटेड कुछ बात या मुंह ना खोले। हम देख रहे थे उसमें कि इतना स्टाफ नहीं है, सिर्फ ऐसा ही अंडरटेकिंग। नहीं, बट दिस इज ट्रू। ये सब ग्रुप में हम लोग देखे, हम लोग के जो जितने भी नेपाली फ्रेंड्स है, इंटरनेशनल फ्रेंड्स है, तो हम सब लोग देखे हैं। मारा पीटी कल किया गया था, जो वीडियोस वायरल हो रहे हैं वो सच है? हाँ, जैसे कुछ ढूंढे लोग ढूंढे 20-15 लोग रूम में घुसे और जैसे बोल रहे हैं कि अगर तुम लोग प्रोटेस्ट करोगे तो हम लोग मारेंगे पीटेंगे, तुम लोग 5 मिनट है, पैक करो और निकलो, हॉस्टल छोड़ के चले जाओ यहाँ से। तुम लोग को सस्पेंड कर। कितने लोगों को, जो लोगों को लाया गया है उन्हें जोर जबरदस्ती लाया गया है? हाँ, स्टेशन से पुलिस को भेजा गया था, वो लोग वहाँ पे उन लोगों से बोले हैं और उनको लेके आया। निश्चित रूपे प्रश्न उठुछि विश्वविद्यालय कर्तृपक्ष कौन लुचेबाकू चेष्टा करछन्ते वर्तमान? निहाती समस्त